स्पेशल मोटो है से माने जो पैसेंजर ठू लुटिवा ଧରାହେଲା ତାଙ୍କୁ ये सर खुर्दा एंड साइड रू धरा है हमर जो मंदिर अच्छी शिव मंदिर पाखापाखि से धरा है 5 ଜଣ ଗୋଟେ ଗାଁର 12 ରାଉଣ୍ଡ ଲାଇଭ୍ ଆମ୍ୟୁନେସନ ଅଛି। ହଁ ଦେନ୍ ଯୋଉ ଦେଖୁଛନ୍ତି ଆପଣ ଯୋଉ ଦା ପରି ଯୋଉ ଇଏ ଅଛି କେତେ ଚକ୍ ଚକ୍ ମାରୁଛି ମାନେ ଦେନ୍ ତାପରେ କ୍ୟାସ୍ ତାଙ୍କ ପାଖରେ 12,000 ଥିଲା 4,240 ଟଙ୍କା କ୍ୟାସ୍ ଥିଲା ମୋବାଇଲ ଫୋନ ବି 6ଟା ଅଛି। गाड़ी जो स्लो जाए से पसंद जबरदस्ती चिन्हा चपट कर भय देखा कलेक्ट कला से उतरी जाती यही टाइप ମୋ ପଛପଟେ କଳା ମୁଖା ପିନ୍ଧି ହିରୋ ଭଳି ପୋଜ ଦଉଥିବା ଏ 5 ବ୍ୟକ୍ତି ହଉଛନ୍ତି ଗୋଟିଏ ଗୋଟିଏ ଡକାୟତ ଯେଉଁମାନେ କି ୱେଷ୍ଟ ବେଙ୍ଗଲରୁ ଓଡ଼ିଶା ଆସନ୍ତି କେବଳ ଡକାୟତ ପାଇଁ ଡକାୟତି କରିବେ ଲୋକଙ୍କ ଠାରୁ ସୁନା ଗହଣା ଲୁଟପାଟ କରିବେ ଟଙ୍କା ଲୁଟପାଟ କରିବେ ଫୋନ ଲୁଟପାଟ କରିବେ ଆଉ ପୁଣି ଥରେ ନିଜ ରାଜ୍ୟକୁ ଚାଲିଯିବେ କିନ୍ତୁ ଏଥର ନିଜ ରାଜ୍ୟକୁ ଆଉ ଯାଇପାରିବେନି ସିଧା ଏଠୁ ଜେଲ ଯିବେ ଏଥିପାଇଁ ଯେ ଏଇ 5 ଅଭିଯୁକ୍ତ ଏବେ ଜିଆରପି ଆରପିଏଫର ହେପାଜତରେ ରହିଛନ୍ତି ଏବଂ ସେମାନଙ୍କ ଠାରୁ ଜବତ ହୋଇଥିବା ଇଏ ସବୁ ଜିନିଷ ରହିଛି ଇଏ ପ୍ରଥମେ ଆପଣ ଦେଖିବେ ଦେଶୀ ବନ୍ଧୁକ ଗୋଟେ ରହିଛି 12ଟି ଗୁଳି ରହିଛି ଏବଂ ମାରଣାସ୍ତ୍ର ରହିଛି ଲଙ୍କା ଗୁଣ୍ଡ ରହିଛି କିଛି ଟଙ୍କା ରହିଛି ଏବଂ ଯାତ୍ରୀଙ୍କ ଠାରୁ ଲୁଟ୍ ସାମଗ୍ରୀ ରହିଛି ଏ କିଛି ସୁନା ରୂପା ରହିଛି ତା ସହିତ ମୋବାଇଲ ଫୋନ କିଛି ମଧ୍ୟ ରହିଛି ଏବଂ ଟଙ୍କା ମଧ୍ୟ ରଖାଯାଇଛି ତେବେ ବିଶେଷ କରି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏମାନେ ଟାର୍ଗେଟ କରୁଥିଲେ ସାର୍ ଅଛନ୍ତି ପ୍ରତିକ୍ରିୟା ନେବା ସାର୍ ଏଇ ଯେଉଁ ୱେଷ୍ଟ ବେଙ୍ଗଲର ଯେଉଁ 5 କୁ ଧରା ଯାଇଛି କ'ଣ ଆଙ୍କର ମୋଟୋ ପ୍ରକୃତରେ ମାନେ କେମିତି ଡକାୟତି କରନ୍ତି ଟ୍ରେନରୁ स्पेशल मोटो है से जो पैसेंजर ठू लुटिवा सुना गहना उद्देश्य मेन हूँ सुना गहना भय देखा और लुटिकी नहीं जावा और निजस्व से लुटि था साधारण ये राति से रथ यात्रा समय आम कौन कर स्पेशली नाइट पेट्रोलिंग लगे जीआरपी आरपीएफ मिसईक नाइट पेट्रोलिंग लगे जेहेतु ये प्रिपेरेसन मैंने सब जोगाड़ करते सीआईबी टीम भी आम इनफर्मेसन कारण ये जो 5-6 जन लोक सन्देह लगे तेणु मैक्सीम लोक आम गैदरिंग करके राति धरिया सक्षम ଧରାହେଲା ତାଙ୍କୁ ये सर खुर्दा एंड साइड रू धरा है जो मंदिर अच्छी शिव मंदिर पाखापाखि से धरा है ଏମାନେ ଘର ସାର୍ କୋଉଠି ସବୁ घर समस्त हूँ वेस्ट बेंगल से जेनेली जो रथ यात्रा सकाशे से आसते सब पैसेंजर सब लुटपाट କୋଉଠି ରହୁଥିଲେ ସାର୍ रोड एम ठाब सब चेंज करते माने गोटे कौन से निर्दिष्ट जगार से रोते सब आज एठे काली से पुरी काली कौटी बाहर ये विभिन्न प्रकार जगह सब चेंज कर लुट्र प्लान कौन सर केमती गोटे यात्री को से ट्रैप करते लुट कर लुट करते यह गाड़ी जो स्लो जाए से पसंद जबरदस्ती चिन्हा चपट कर भय देखा कलेक्ट कला से उतरी जाती यही टाइप बंधुक आम जीआरपी जो जहाँटा मिली जीआरपी तार अन्वेषण कर विषय जांच कर कौट आने कौन कले कि आउ अधिक किए अच्छा ये विषय डिटेल्स इनक्वारी कर डिटेल जना पड़ो रथ यात्रा को टार्गेट करती एवं रथ यात्रा यात्रा पुरी को जाउथिबा जो यात्री माने रहिछंती सेमानक ठारू सर्वस्व लुटि नथि जीआरपी थाना आईआईसी अछंती सर ए माने बंधुक व्यवहार करंती वेस्ट बेंगल रु आसुतले केमती यात्री को केमती ट्रैप करंती यात्री को केमती लुटपाट करंती से माने प्राय सकाळा जो भोरिया जो ट्रेन फ्रेन आसुची से माने टार्गेट आगुरु से माने हैबिचुटेड जेते लागुच तांकर एक्टिविटी जो तांका पाउर तो एते एते जिंस हमें सीज करचु 12 राउंड लाइव एमुनेशन अच्छी हाँ देन जो देखुଛନ୍ତି ଆପଣ ଯୋଉ ଦା ପରି ଯୋଉ ଇଏ ଅଛି କେତେ ଚକ୍ ଚକ୍ ମାରୁଛି ମାନେ ଦେନ୍ ତାପରେ କ୍ୟାସ୍ ତାଙ୍କ ପାଖରେ 12,000 ଥିଲା 4,240 ଟଙ୍କା କ୍ୟାସ୍ ଥିଲା ମୋବାଇଲ ଫୋନ ବି 6ଟା ଅଛି ସେ ମୋବାଇଲ ଫୋନ ବି ଆମେ ଦେଖିବୁ ସେଟା ତାଙ୍କର ନା ଚୋରି ମୋବାଇଲ ଥିବ ସୁନା ଚେନ୍ ବି ଅଛି ସେ ଯଦି ତାଙ୍କର ହେଇଥାନ୍ତେ ସେ ପିନ୍ଧିଥାନ୍ତେ ତାକୁ ରଖିଛନ୍ତି ଯେହେତୁ ସେ କୋଉଠୁ ସ୍ନାଚିଂ କରିଛନ୍ତି ଆଗରୁ ସେଟାର ଭେରିଫିକେସନ ବି କରିବା ଆମେ କରାବୁ सर एमान कोन वेस्ट बेंगल केवल एई यात्रा समय रे रथ यात्रा समय रे आसंती नहीं प्रत्येक अकेजन हेले प्राय चोर माने बाहर भी आसंती आमे ये तो गोटे गाँ र सब जामुरिया बोली गोटे गाँ वर्धमान वेस्ट बेंगल जामुरिया ये गोटे 5 जन गोटे गाँ
ଗୋଟେ ଗାଁରେ ଆମେ ବି କାଲି ଜଣେ ମହିଳାଙ୍କୁ ଫରୱାର୍ଡ କରିଛୁ ବଞ୍ଜାରା, ଇଏ ବଞ୍ଜାରା ଗ୍ରୁପର ବଞ୍ଜାରା ଆଉ ଗୋଟେ ଜଣଙ୍କୁ ଫରୱାର୍ଡ କରିଛୁ, ତାର ଘର ବି ଏଇଠି ଜାମୁରିଆ ଜାମୁରିଆ। ତେଣୁ ତାଙ୍କର ସେ ଗ୍ରୁପଟା ଏଠି ପୁରା ଆସୁଛନ୍ତି। ଭୁବନେଶ୍ୱର ଆକ୍ଟିଭ ଅଛନ୍ତି। ଭୁବନେଶ୍ୱରରେ ଆମେ ତ କାଲି ତାଙ୍କୁ ଇଏ କରିଛୁ, ଆମେ ଭେରିଫାଇ କରୁଛୁ ସେ ପୁରୀରୁ ଫେରିଲେ କି ଏଇଠି ପାଖାପାଖି ଇଏ କରୁଛନ୍ତି, ପ୍ରାୟ ଏଇଠି ରହନ୍ତିନି, ସେମାନେ ଆସନ୍ତି ଅକେଜନ ଫକେଜନରେ ଆସିକି କ୍ରାଇମ୍ କରିବେ, ପଳେଇବେ। ଏହା ହେଉଛି ତାଙ୍କର ଲୁଟ୍ କରିବା ତାଙ୍କର ଉଦ୍ଦେଶ୍ୟ। ଆଉ ଟ୍ରେନରେ ଆମେ ଏ ଯୋଉ କାଲି ତାଙ୍କୁ ଧରିଲୁ, ଆମେ ବୋଧେ ଆଶ୍ୱସ୍ତି ଅଛୁ କିଛି ଅଘଟଣ ଘଟିନାହିଁ ଆମ। ଓକେ, ନିହାତି ଭାବରେ ୱେଷ୍ଟବେଙ୍ଗଲର ଜାମୁରିଆ ଅଞ୍ଚଳରୁ ସେମାନେ ଆସନ୍ତି। ବିଭିନ୍ନ ପର୍ବପର୍ବାଣୀ ଯେତେବେଳେ ଓଡ଼ିଶାରେ ହୁଏ, ଯେତେବେଳେ ଜନଗହଳି ହୁଏ, ସେତେବେଳେ ସେମାନେ ଆସନ୍ତି ଏଠୁ ଲୁଟପାଟ କରି ପୁଣି ଥରେ ୱେଷ୍ଟବେଙ୍ଗଲ ପଳାନ୍ତି। କିନ୍ତୁ ଏଥର ୱେଷ୍ଟବେଙ୍ଗଲ ଆଉ ଯାଇପାରିବେନି, ସିଧାସଳଖ ଭାବରେ ଜେଲ୍ ଯିବେ। ଏଥିପାଇଁ ଜିଆର୍ପି ଓ ଆର୍ପିଏଫ୍ର ମିଳିତ ସହଯୋଗରେ ଯେଉଁ ଅପରେସନ୍ ଚାଲିଥିଲା, ଏଥିରେ 5 ୱେଷ୍ଟବେଙ୍ଗଲର ସଶସ୍ତ୍ର ଡକାୟତ ଏବେ ଧରା ପଡ଼ିଛନ୍ତି। ସେମାନଙ୍କ ଠାରୁ ଯେଉଁ ମାରଣାସ୍ତ୍ର ସହିତ ଲୁଟ୍ ସାମଗ୍ରୀ ଜବତ କରାଯାଇଛି ଏବଂ ଏମାନେ ବିଶେଷ କରି ଓଡ଼ିଶାରେ ଯେତେବେଳେ ପର୍ବପର୍ବାଣୀ କୌଣସି ବଡ଼ ପର୍ବ ହୁଏ, ଲୋକମାନେ ଅଧିକ ଗ୍ୟାଦରିଂ ହୁଅନ୍ତି, ସେ ଗ୍ୟାଦରିଂକୁ ଏମାନେ ଟାର୍ଗେଟ୍ କରନ୍ତି ଏବଂ ଲୋକଙ୍କର ସର୍ବସ୍ୱ ଲୁଟି ପୁଣି ଥରେ ନିଜ ରାଜ୍ୟକୁ ପଳାନ୍ତି। କ୍ୟାମେରା ପର୍ସନ ହିମାଂଶୁଙ୍କ ସହ ସୁବାସ ପ୍ରଧାନ, ଓଡ଼ିଶା ଭାସ୍କର।